କିନ୍ତୁ ସାଙ୍ଗମାନେ ଆଜି ଜାଣିନେବା ଆମେ ସମସ୍ତେ ଭଗବାନଙ୍କୁ ପୂଜା କରୁଛେ। ଆଜିକା ଡେଟ୍ରେ ସମସ୍ତଙ୍କ ଘରେ ଛୋଟ ମୋଟ ମନ୍ଦିର ଅଛି, କିନ୍ତୁ କେତେଜଣ ଲୋକ ଭକ୍ତିର ସହିତ ଭଗବାନଙ୍କୁ ପୂଜା କରୁଛନ୍ତି। କ'ଣ ଏ ଶବ୍ଦ ଭକ୍ତି? ମୁଁ ତ ଯାହାକୁ ବି ଦେଖି କିଏ ପୁଅ ମାଗେ, କିଏ ଧନ ମାଗେ, କିଏ ପଇସା ମାଗେ। ମନ୍ଦିରକୁ ଯାଉ ଯାଉ ମୋତେ ୟା ଦିଅ, ମୋତେ ସେଇଟା ଦିଅ, ମୋତେ ଏଇଟା ଦିଅ, ଜିନିଷ କେବଳ ସାଂସାରିକ ବସ୍ତୁ ପାଇଁ ହିଁ ଲୋକମାନେ ଭଗବାନଙ୍କୁ ପୂଜା କରୁଛନ୍ତି। କିନ୍ତୁ ଭଗବାନ ଭଗବତ ଗୀତାରେ ଅର୍ଜୁନ ଯେତେବେଳେ ପଚାରିଛନ୍ତି, ଭଗବାନ କହିଛନ୍ତି କେବଳ ଭକ୍ତି ଦ୍ୱାରା ହିଁ ମୋତେ ପ୍ରାପ୍ତ କରିହେବ, ତା ଛଡ଼ା କୌଣସି ରାସ୍ତା ନାହିଁ। ତ କ'ଣ ଏ ଶବ୍ଦ ଭକ୍ତିର ଅର୍ଥ? ଭକ୍ତିର ଅର୍ଥ ମାନେ ନିଃସ୍ୱାର୍ଥ ପ୍ରେମ। କିଛି ମାଗିବାର ନଥାଏ ସେତେବେଳେ ସାଂସାରିକ ବସ୍ତୁ, କେବଳ ଆପଣଙ୍କୁ ଭକ୍ତିଭାବ ମନରେ। ଭକ୍ତିଭାବ କେମିତି ଆସିବ ମନରେ? ଆମକୁ ଏ ସାଂସାରିକ ବସ୍ତୁକୁ ତ୍ୟାଗ କରି କେବଳ ଭଗବାନଙ୍କୁ ହିଁ ଧ୍ୟାନ ରଖିବାକୁ ପଡ଼ିବ। ମନରେ କେବଳ ତାଙ୍କରି ପ୍ରେମ ହିଁ ରଖିବାକୁ ପଡ଼ିବ। ତ ଆପଣ କ'ଣ କେବେ ନିଃସ୍ୱାର୍ଥ ପ୍ରେମରେ ଭଗବାନଙ୍କୁ ପୂଜା କରନ୍ତି? ଯଦି କରନ୍ତି, ଅବଶ୍ୟ ଆପଣଙ୍କର ଅନୁଭୂତି ନିଶ୍ଚିନ୍ତ ତାଙ୍କ ପାଖରେ ପହଞ୍ଚିବ ଆଉ ସେ ନିଶ୍ଚିନ୍ତ ଆପଣ ତାଙ୍କୁ ଅନୁଭବ କରିପାରିବେ। ଧନ୍ୟବାଦ।